ଥରେ ମୂଷାଟିଏ ବହୁତ ଭୋକିଲା ଥିଲା। ସେ ଖାଦ୍ୟ ପାଇଁ ସବୁଆଡ଼େ ବୁଲୁଥିଲା। ଦିନ ଗଡ଼ିବା ସହିତ ସେ ଖୁବ୍ ପତଳା ହୋଇଗଲା। ଦିନେ ସେ ବାଟରେ ଯାଉ ଯାଉ ଗୋଟିଏ ଟୋକେଇରେ ମକା ପୂର୍ଣ୍ଣ ହୋଇଥିବା ଦେଖିଲା। ମକା ଟୋକେଇକୁ ଦେଖି ତା ମନ ଭାରି ଖୁସି। ସେ ବହୁତ ଗୁଡ଼ିଏ ମକା ନେଇ ତାର ଗାତ ଭିତରେ ରଖିଦେଲା। ସେ ଆଉ ବାହାରକୁ ନ ଯାଇ ମକା ଗୁଡ଼ିକ ଖାଇବାକୁ ଲାଗିଲା। କିଛି ଦିନରେ ସେ ଖୁବ୍ ମୋଟା ହୋଇଗଲା। ଧୀରେ ଧୀରେ ମକା ସବୁ ସରିବାକୁ ଲାଗିଲା। ମକା ସରିଯିବା ପରେ ସେ ପୁଣି ଖାଦ୍ୟ ପାଇଁ ବାହାରକୁ ଯିବାକୁ ଚାହିଁଲା। କିନ୍ତୁ ତାର ଶରୀର ଏତେ ମୋଟା ହୋଇଥିଲା ଯେ ଗାତ ଭିତରୁ ବାହାରି ପାରିଲା ନାହିଁ। ସେ ଅନୁଭବ କଲା ଯେ ସେ ଆଗରୁ ପତଳା ହୋଇଥିବାରୁ ଛୋଟ ଗାତ ଭିତରେ ରହୁଥିଲା। ଏବେ ସେ ମୋଟା ହୋଇଯିବାରୁ ଆଉ ସେ ଗାତ ଭିତରୁ ବାହାରି ପାରୁନାହିଁ। ସେ ଖୁବ୍ ଜୋରରେ ଚିତ୍କାର କଲା। ସେହି ବାଟ ଦେଇ ଗୋଟିଏ ଗୁଣ୍ଡୁଚି ମୂଷାଟିଏ ଯାଉଥିଲା। ମୂଷାଟି ଭାରି ବିକଳ ହୋଇ ଗୁଣ୍ଡୁଚିକୁ ପଚାରିଲା, ବନ୍ଧୁ, ମୋତେ ଏହି ଗାତ ଭିତରୁ ବାହାରିବାକୁ କିଛି ଉପାୟ ବତେଇ ଦିଅ। ଗୁଣ୍ଡୁଚି କହିଲା, ଯଦି ତୁମେ ଏହି ଗାତରୁ ବାହାରିବାକୁ ଚାହୁଁଛ, ତେବେ ତୁମକୁ କିଛି ଦିନ ଉପାସରେ ରହିବାକୁ ପଡ଼ିବ। ତୁମେ ଯେତେବେଳେ ପତଳା ହୋଇଯିବ, ତେବେ ଯାଇ ବାହାରକୁ ଆସିପାରିବ। ତାପରେ ମୂଷା ଭୋକରେ ରହିବାକୁ ଲାଗିଲା। ତେଣୁ କଥାରେ ଅଛି ପରା, ସବୁବେଳେ ବହୁତ କିଛି ପାଇବାର ଲୋଭ ଆମକୁ ଅସୁବିଧାରେ ପକାଇଥାଏ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।